ଆକାଶବାଣୀ। ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଦେଶର ସଶସ୍ତ୍ର ବାହିନୀ ସାଇବର ଯୁଦ୍ଧ ଓ ଆତଙ୍କବାଦ ଭଳି ସୁରକ୍ଷା ଆହ୍ୱାନ ପାଇଁ ପ୍ରସ୍ତୁତ ରହିବା ଆବଶ୍ୟକ, କହିଲେ ରାଷ୍ଟ୍ରପତି। ଭୁବନେଶ୍ୱରରେ ଆଜିଠାରୁ ଆରମ୍ଭ ହେବ ସର୍ବଭାରତୀୟ ପୁଲିସ ମହାନିର୍ଦ୍ଦେଶକ ଓ ମହାନିରୀକ୍ଷକ ସମ୍ମିଳନୀ। ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା। ଉତ୍ତରପ୍ରଦେଶ ସମ୍ଭାଲରେ ଘଟିଥିବା ହିଂସାକାଣ୍ଡର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ। ଶ୍ରୀଲଙ୍କାରେ ଲଘୁଚାପ ପ୍ରଭାବରେ 12 ମୃତ, 4 ଲକ୍ଷରୁ ଅଧିକ ଲୋକ ପ୍ରଭାବିତ। ଏବଂ 2025 ଚାମ୍ପିୟନ୍ସ ଟ୍ରଫି ପାକିସ୍ତାନରେ ହେବ କି ନାହିଁ ସେ ନେଇ ଆଜି ହେବ ନିଷ୍ପତ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, ସଶସ୍ତ୍ର ବାହିନୀ ଦେଶର ଜାତୀୟ ସ୍ୱାର୍ଥକୁ ସୁରକ୍ଷା ଦେବା ସହ ସାଇବର ଯୁଦ୍ଧ ଏବଂ ଆତଙ୍କବାଦ ଭଳି ସୁରକ୍ଷା ଆହ୍ୱାନ ପାଇଁ ପ୍ରସ୍ତୁତ ରହିବା ଆବଶ୍ୟକ। ଗତକାଲି ତାମିଲନାଡୁର ୱେଲିଂଟନ୍ ସ୍ଥିତ ଡିଫେନ୍ସ ସର୍ଭିସେସ୍ ଷ୍ଟାଫ୍ କଲେଜର ଛାତ୍ରଛାତ୍ରୀ ଓ ଅଧ୍ୟାପକମାନଙ୍କୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଛନ୍ତି, ପରିବର୍ତ୍ତିତ ଭୂ ରାଜନୈତିକ ପରିବେଶରେ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ସମସ୍ତଙ୍କୁ ପ୍ରସ୍ତୁତ ରହିବାକୁ ପଡ଼ିବ। ସେ କହିଛନ୍ତି, କେବଳ ଜାତୀୟ ସୁରକ୍ଷା ନୁହେଁ ବରଂ ସାଇବର ଯୁଦ୍ଧ ଓ ଆତଙ୍କବାଦ ଭଳି ଆହ୍ୱାନ ପ୍ରତି ପ୍ରସ୍ତୁତ ହେବାକୁ ପଡ଼ିବ। ଗତ ବୁଧବାରଠାରୁ 4 ଦିନିଆ ତାମିଲନାଡୁ ଗସ୍ତରେ ଥିବା ରାଷ୍ଟ୍ରପତି ମୁର୍ମୁ ଆଜି ଉଦଗାମଣ୍ଡଳମ୍ ସ୍ଥିତ ରାଜଭବନରେ ନୀଳଗିରି ଜିଲ୍ଲାର ଆଦିବାସୀ ସମ୍ପ୍ରଦାୟର ସଦସ୍ୟ ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କ ସହ ଆଲୋଚନା କରିବେ। ଆସନ୍ତାକାଲି ଶ୍ରୀମତୀ ମୁର୍ମୁ ତିରୁବାରୁରଠାରେ ତାମିଲନାଡୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଯୋଗଦେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ 3 ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ସର୍ବଭାରତୀୟ ପୁଲିସ ମହାନିର୍ଦ୍ଦେଶକ ଓ ମହାନିରୀକ୍ଷକ ସମ୍ମିଳନୀ ସମେତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ଆଜିଠାରୁ ଲୋକସେବା ଭବନରେ 3 ଦିନ ଧରି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସମ୍ମିଳନୀରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେବେ। ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପୁଲିସ ମହାନିର୍ଦ୍ଦେଶକ ଏବଂ ସିଆର୍ପିଏଫ୍, ର, ଏନ୍ଏସ୍ଜି, ଗୁଇନ୍ଦା ସଂସ୍ଥା ଏବଂ ଏସ୍ପିଜି ମୁଖ୍ୟ ମଧ୍ୟ ଏହି ସମ୍ମିଳନୀରେ ଯୋଗଦେବେ। ସମ୍ମିଳନୀରେ ଜାତୀୟ ନିରାପତ୍ତା ଆହ୍ୱାନ ଏବଂ ପୁଲିସ ବାହିନୀର ଦାୟିତ୍ୱ ଉପରେ ଗୁରୁତ୍ୱ ଦିଆଯିବ। ଏଥିରେ ଆଭ୍ୟନ୍ତରୀଣ ନିରାପତ୍ତା, ସାଇବର ଅପରାଧ, ମାଓବାଦୀ କାର୍ଯ୍ୟକଳାପ ଏବଂ କୃତ୍ରିମ ବୁଦ୍ଧିମତ୍ତା ଓ ଡ୍ରୋନ୍ ଭଳି ଜ୍ଞାନକୌଶଳ ଦ୍ୱାରା ସୃଷ୍ଟି ହେଉଥିବା ଆହ୍ୱାନଗୁଡ଼ିକ ସମ୍ପର୍କରେ ଆଲୋଚନା କରାଯିବ। ଆଲୋଚନା କାଳରେ ଆତଙ୍କବାଦ ବିରୋଧୀ ରଣନୀତି ଉପରେ ଆଲୋଚନା ହେବ ବୋଲି ଆଶା କରାଯାଉଛି। ଉତ୍ତରପ୍ରଦେଶ ସମ୍ଭାଲରେ ଘଟିଥିବା ହିଂସାକାଣ୍ଡର ବିଚାର ବିଭାଗୀୟ ତଦନ୍ତ ନିମନ୍ତେ ୟୁପି ସରକାର ନିର୍ଦ୍ଦେଶ ଦେଇଛନ୍ତି। ହିଂସାକାଣ୍ଡରେ 4 ଜଣଙ୍କ ପ୍ରାଣହାନି ଘଟିଛି। ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତି ଦେବେନ୍ଦ୍ର କୁମାର ଅରୋରାଙ୍କ ନେତୃତ୍ୱରେ ଏକ 3 ଜଣିଆ କମିଟି ଘଟଣାର ତଦନ୍ତ କରିବେ। କମିଟିର ଅନ୍ୟ 2 ଜଣ ସଦସ୍ୟ ହେଉଛନ୍ତି ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ଅମିତ ମୋହନ ପ୍ରସାଦ ଏବଂ ପୂର୍ବତନ ଆଇପିଏସ୍ ଅଧିକାରୀ ଅରବିନ୍ଦ କୁମାର ଜୈନ। 2 ମାସ ମଧ୍ୟରେ ରିପୋର୍ଟ ଦେବାକୁ କମିଟିକୁ ନିର୍ଦ୍ଦେଶ ଦିଆଯାଇଛି। ଗତକାଲି ଉତ୍ତରପ୍ରଦେଶ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ତଦନ୍ତ ଲାଗି ନିର୍ଦ୍ଦେଶନାମା ପ୍ରକାଶ ପାଇଛି। ଏଥିରେ ନଭେମ୍ବର 24ରେ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ହରିହର ମନ୍ଦିର ବନାମ ଜାମା ମସଜିଦ ସର୍ଭେ ଘଟଣାରେ ଘଟିଥିବା ହିଂସା ପୂର୍ବରୁ ଯୋଜନାବଦ୍ଧ ଥିଲା କି ନାହିଁ ତାହା ତଦନ୍ତ କରାଯିବ। ଇତିମଧ୍ୟରେ ନଭେମ୍ବର 19ରେ ସମ୍ଭାଲର ବିବାଦୀୟ ସ୍ଥାନ ସର୍ଭେ କରିବାକୁ ଏକ ଜିଲ୍ଲା କୋର୍ଟ ଦେଇଥିବା ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ଦାୟର ହୋଇଥିବା ମାମଲାର ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ। ମୁଖ୍ୟ ବିଚାରପତି ଜଷ୍ଟିସ୍ ସଞ୍ଜୀବ ଖାନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଜାମା ମସଜିଦର ପରିଚାଳନା କମିଟି ଦ୍ୱାରା ଆଗତ ଆବେଦନର ଆଜି ଶୁଣାଣି କରିବେ। ଗତ 10 ବର୍ଷ ମଧ୍ୟରେ ଆତଙ୍କବାଦ, ବାମପନ୍ଥୀ ଉଗ୍ରବାଦ, ବିଦ୍ରୋହ ଓ ନିଶାଦ୍ରବ୍ୟ ବିରୋଧରେ ଉଲ୍ଲେଖନୀୟ ସଫଳତା ମିଳିଥିବା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ମସୌରୀର ଲାଲବାହାଦୁର ଶାସ୍ତ୍ରୀ ନ୍ୟାସନାଲ ଏକାଡେମୀ ଅଫ୍ ଆଡମିନିଷ୍ଟ୍ରେସନରେ ଆୟୋଜିତ ଏକ ସମାପନୀ ଉତ୍ସବରେ ଉଦ୍ବୋଧନ ଦେଇ ଶ୍ରୀ ଶାହା କହିଛନ୍ତି, ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ଦୃଢ଼ ନୀତି ଯୋଗୁଁ ଏ କ୍ଷେତ୍ରରେ ଆଶାନୁରୂପ ଫଳ ମିଳିପାରିଛି। 2026 ମାର୍ଚ୍ଚ 31 ସୁଦ୍ଧା ମାଓବାଦ ସମ୍ପୂର୍ଣ୍ଣ ରୂପେ ଉଚ୍ଛେଦ ହେବ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି।
ସେ କହିଛନ୍ତି ଜମ୍ମୁ କାଶ୍ମୀରରେ ଆତଙ୍କବାଦ, ମାଓବାଦ, ଉତ୍ତର ପୂର୍ବାଞ୍ଚଳରେ ବିଦ୍ରୋହ ଓ ନିଶାଦ୍ରବ୍ୟ କାରବାର ଦେଶ ପାଇଁ 4ଟି ପ୍ରମୁଖ ଆହ୍ୱାନ ପାଲଟିଛି। ଶ୍ରୀ ଶାହା କହିଛନ୍ତି 150 ବର୍ଷ ପୁରୁଣା ବ୍ରିଟିଶ ଯୁଗର ଆଇନ ବଦଳରେ 3ଟି ନୂତନ ଅପରାଧିକ ଆଇନ ଦୋଷୀ ସାବ୍ୟସ୍ତ ହାର 90%କୁ ବୃଦ୍ଧି କରିବା ସହ ଦେଶର ନ୍ୟାୟିକ ବ୍ୟବସ୍ଥାକୁ ବିଶ୍ୱର ସବୁଠାରୁ ଆଧୁନିକ ବ୍ୟବସ୍ଥାରେ ପରିଣତ କରିବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ମହାରାଷ୍ଟ୍ରର କାର୍ଯ୍ୟକାରୀ ମୁଖ୍ୟମନ୍ତ୍ରୀ ତଥା ଶିବସେନା ନେତା ଏକନାଥ ସିନ୍ଧେ, ବିଜେପି ନେତା ଦେବେନ୍ଦ୍ର ଫଡନବିସ୍ ଏବଂ ଏନ୍ସିପି ମୁଖ୍ୟ ଅଜିତ ପାୱାର ନୂଆଦିଲ୍ଲୀରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ସହ ସରକାର ଗଠନ ନେଇ ଆଲୋଚନା କରିଛନ୍ତି। ଆଲୋଚନା କାଳରେ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ଥିଲେ। ମହାରାଷ୍ଟ୍ରରେ ସରକାର ଗଠନରେ ସେ ବାଧକ ହେବେ ନାହିଁ ବୋଲି ପୂର୍ବରୁ ଏକନାଥ ସିନ୍ଧେ ପ୍ରକାଶ କରିସାରିଛନ୍ତି। ସେ ବିଜେପି କେନ୍ଦ୍ରୀୟ ନେତୃତ୍ୱଙ୍କ ନିଷ୍ପତ୍ତିକୁ ଗ୍ରହଣ କରିବେ ବୋଲି କହିଛନ୍ତି। ବିଜେପି ନେତୃତ୍ୱାଧୀନ ମହାୟୁତି ମେଣ୍ଟ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ହାସଲ କରିଛି। ବିଜେପି ନେତା ଦେବେନ୍ଦ୍ର ଫଡନବିସ୍ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ମହାରାଷ୍ଟ୍ରରେ ବିଜୟ ଲାଗି ଶ୍ରୀ ଶାହାଙ୍କୁ ଶ୍ରେୟ ଦେଇଛନ୍ତି। ଦେଶର ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ଉନ୍ନତ କରିବା ଲାଗି ମେଡିକାଲ ସାମଗ୍ରୀ ଯୋଗାଣ କରି ଭାରତ ଜାମ୍ବିଆ ସହ ନିଜର ଭାଗିଦାରୀ ସୁଦୃଢ଼ କରିଛି। ଗତକାଲି ଭାରତରୁ ଡାକ୍ତରୀ ସାମଗ୍ରୀ ଜାମ୍ବିଆକୁ ପଠାଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ଜାମ୍ବିଆକୁ ପଠାଯାଇଥିବା ମେଡିକାଲ ସାମଗ୍ରୀ ମଧ୍ୟରେ ଡାକ୍ତରଖାନା ଶଯ୍ୟା, ଅପରେସନ୍ ଥିଏଟର ଟେବୁଲ, ଶିଶୁମାନଙ୍କ ଲାଗି ଇନକ୍ୟୁବେଟର, ଆନାସ୍ଥେସିଆ ଔଷଧ ଏବଂ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ରହିଛି। ସେ କହିଛନ୍ତି, ଏହି ଯୋଗାଣ ଦ୍ୱାରା ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ପାଇବା ସହ ଜାମ୍ବିଆର ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ସୁଦୃଢ଼ ହୋଇପାରିବ। ଭାରତ ଓ ଜାମ୍ବିଆ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ସହଯୋଗ ଭିତ୍ତିକ ସମ୍ପର୍କ ରହିଆସିଛି। ସେଠାରେ ପ୍ରାୟ 25,000 ଭାରତୀୟ ବଂଶୋଦ୍ଭବ ବସବାସ କରୁଛନ୍ତି। ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଶ୍ରୀଲଙ୍କାରେ 12 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ 2 ଜଣ ନିଖୋଜ ଅଛନ୍ତି। ଗତକାଲି ରାତି ସୁଦ୍ଧା ଏହା ତ୍ରିଙ୍କୋମାଲିଠାରୁ 240 କିଲୋମିଟର ଉତ୍ତର ପୂର୍ବ ଦିଗରେ କେନ୍ଦ୍ରୀଭୂତ ଥିଲା। ଲଘୁଚାପ ପଶ୍ଚିମ ଦିଗରେ ତାମିଲନାଡୁ ଆଡ଼କୁ ଗତି କରି ଦୁର୍ବଳ ହୋଇ ଅବପାତରେ ପରିଣତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଶ୍ରୀଲଙ୍କାର 24ଟି ଜିଲ୍ଲାର 4 ଲକ୍ଷରୁ ଅଧିକ ଲୋକ ଏଥିରେ ପ୍ରଭାବିତ ହୋଇଥିବା ବେଳେ 345ଟି ଆଶ୍ରୟସ୍ଥଳୀରେ 36,330 ଜଣ ଆଶ୍ରୟ ନେଇଛନ୍ତି। ଲଘୁଚାପ ପ୍ରଭାବରେ ବର୍ଷା ଯୋଗୁଁ 4,800 ଏକରରୁ ଅଧିକ ଧାନ ଫସଲ ନଷ୍ଟ ହୋଇଥିବା ବେଳେ 2,054ଟି ବାସଗୃହ କ୍ଷତିଗ୍ରସ୍ତ ହୋଇଛି। କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀ ଗିରିରାଜ ସିଂ କହିଛନ୍ତି, 2030 ମସିହା ସୁଦ୍ଧା ଦେଶର ବୟନଶିଳ୍ପ କାରବାରକୁ $350 ବିଲିୟନ ବୃଦ୍ଧି କରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି। ବୟନଶିଳ୍ପ ସହର ସୁରତ ଗସ୍ତରେ ଥିବା ମନ୍ତ୍ରୀ ଶ୍ରୀ ସିଂ ଗତ ସନ୍ଧ୍ୟାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ସହ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ଏହା କହିଛନ୍ତି। ଏହି ବୈଠକରେ ନଭସାରୀରେ ପ୍ରତିଷ୍ଠା ହେବାକୁ ଥିବା ପିଏମ୍ ମିତ୍ର ପାର୍କର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ଆଜି ଶ୍ରୀ ସିଂ ସୁରଟରେ ଥିବା ଫେୟାର ଡିଲ୍ ବୟନଶିଳ୍ପ ପାର୍କ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। 2025 ଚାମ୍ପିୟନ୍ସ ଟ୍ରଫି ପାକିସ୍ତାନରେ ହେବ କି ନାହିଁ ସେ ନେଇ ଆଜି ଆନ୍ତର୍ଜାତିକ କ୍ରିକେଟ ପରିଷଦ ICC ଏକ ଆଭାସୀ ବୈଠକ କରିବ। ଆସନ୍ତା ବର୍ଷ ଫେବୃଆରୀ 19ରୁ ମାର୍ଚ୍ଚ ମଧ୍ୟରେ ଏହି ଚାମ୍ପିୟନ୍ସ ଟ୍ରଫି ଅନୁଷ୍ଠିତ ହେବାକୁ ଥିବା ବେଳେ ICC ଏପର୍ଯ୍ୟନ୍ତ ଖେଳସୂଚୀ ପ୍ରକାଶ କରିନାହିଁ। ଆଜି ଅନୁଷ୍ଠିତ ହେବାକୁ ଥିବା ଭର୍ଚୁଆଲ ବୈଠକରେ ଏହି ଟ୍ରଫି ଅନ୍ତର୍ଗତ ମ୍ୟାଚ୍ଗୁଡ଼ିକ କେବଳ ପାକିସ୍ତାନରେ ହେବ କିମ୍ବା ହାଇବ୍ରିଡ୍ ମଡେଲରେ ପାକିସ୍ତାନ ସହ ଅନ୍ୟ ଦେଶରେ ମଧ୍ୟ ଆୟୋଜିତ ହେବ କି ନାହିଁ ସେ ନେଇ ନିଷ୍ପତ୍ତି ଗ୍ରହଣ କରାଯିବ। ସୂଚନାଯୋଗ୍ୟ, ଚାମ୍ପିୟନ୍ସ ଟ୍ରଫି ପାଇଁ ଭାରତ ପାକିସ୍ତାନ ଗସ୍ତ କରିବ ନାହିଁ ବୋଲି BCCI ପକ୍ଷରୁ ପାକିସ୍ତାନ କ୍ରିକେଟ ବୋର୍ଡକୁ ଜଣାଇ ଦିଆଯିବା ପରେ ଏହି ବୈଠକ ଡକାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଦେଶର ସଶସ୍ତ୍ର ବାହିନୀ ସାଇବର ଯୁଦ୍ଧ ଓ ଆତଙ୍କବାଦ ଭଳି ସୁରକ୍ଷା ଆହ୍ୱାନ ପାଇଁ ପ୍ରସ୍ତୁତ ରହିବା ଆବଶ୍ୟକ, କହିଲେ ରାଷ୍ଟ୍ରପତି। ଭୁବନେଶ୍ୱରରେ ଆଜିଠାରୁ ଆରମ୍ଭ ହେବ ସର୍ବଭାରତୀୟ ପୋଲିସ ମହାନିର୍ଦ୍ଦେଶକ ଓ ମହାନିରୀକ୍ଷକ ସମ୍ମିଳନୀ। ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା। ଉତ୍ତରପ୍ରଦେଶ ସମ୍ଭାଲରେ ଘଟିଥିବା ହିଂସାକାଣ୍ଡର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ। ଶ୍ରୀଲଙ୍କାରେ ଲଘୁଚାପ ପ୍ରଭାବରେ 12 ମୃତ, 4 ଲକ୍ଷରୁ ଅଧିକ ଲୋକ ପ୍ରଭାବିତ।
ଏବଂ 2025 ଚମ୍ପିୟନ୍ସ ଟ୍ରଫି ପାକିସ୍ତାନରେ ହେବ କି ନାହିଁ ସେ ନେଇ ଆଜି ହେବ ନିଷ୍ପତ୍ତି। ସମ୍ବାଦ ଶେଷ ହେଲା।